ମୁଁ ଆଜି ପ୍ରସ୍ତୁତ କରୁଛି ମସଲା ରସୁଣ ଚିକେନ୍। ଦେଖନ୍ତୁ ମୁଁ ଚିକେନ୍ ମୋର ହେଇଗଲାଣି ପ୍ରସ୍ତୁତ। ମୁଁ ଏଇ ଦେଖାଉଛି କେମିତି ମୁଁ କଲି। ଚିକେନ୍କୁ ଗୋଟେ ଗ୍ଲାସ୍ ଡିସ୍ରେ କାଢ଼ୁଛି। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ଏଠି କିଲେ ଚିକେନ୍ ନେଇଛି। ଚିକେନ୍କୁ ଧୋଇ ଦେଇଛି। ଧୋଇକି ପାଣି ପୁରା ନିଗାଡ଼ି ଦେଇଛି। ସେଥିରେ ମୁଁ କିଛି ସ୍ୱାଦ ଅନୁସାରେ ଲୁଣ ପକାଇଛି, ହଳଦୀ ପକାଇଛି, ଲଙ୍କାଗୁଣ୍ଡ ପକାଇଲି, ସୋରିଷ ତେଲ ଅଳ୍ପ ପକାଇଲି। ପକାଇ ତାକୁ ଗୋଳାଇ ମ୍ୟାରିନେଟ୍ କରି ଘଣ୍ଟେ ପର୍ଯ୍ୟନ୍ତ ରଖିଦେଲି। ମୋ ଝିଅ ଆସିକି ଦେଖୁଛି ଏଠି ମାମା କ'ଣ ବନାଉଛି। କି ଚିକେନ୍ ଶୁଣିଲା ହସି ଦେଇକି ପଳେଇଲା। ଏଠି ପିଆଜକୁ ପତଳା ପତଳା ଲମ୍ବା ଲମ୍ବା କାଟିକି ରଖୁଛି। ଏଠି ରସୁଣ କାଟିକି ରଖିଛି, ଅଦା କାଟିକି ରଖିଛି, ଆଉ ବିଲାତି କାଟିକି ରଖିଛି। କିଛି ରସୁଣ ମସଲା ପାଇଁ ନେଇଛି, ବିଲାତି, ଅଦା ଆଉ ପିଆଜ ଯେଉଁ କାଟିଥିଲି ସେଥିରୁ କିଛି ନେଇକି ମିକ୍ସି ଜାର୍ରେ ରଖି ବାଟି ଦେଇଛି। ଏଠି ଗରମ ମସଲା ନେଇଛି, ଗୁଜୁରାତି, ଡାଲଚିନି, ସାହାଜିରା, ସାମର୍ଚ, ଜାୟତ୍ରୀ, ଜାଇଫଳ, ଗୋଲମରିଚ, ଲବଙ୍ଗ, ପାନମଧୁରୀ, ଷ୍ଟାର୍ ନେଇଛି। ମୁଁ ଏଠି ଗୋଟେ କଡ଼େଇ ବସେଇଛି। ସେ ମାନେ ହାଣ୍ଡି ବସେଇଛି। ସେ ହାଣ୍ଡିରେ ମୁଁ ସୋରିଷ ତେଲ ପକାଇଲି। ସେଥିରେ ତେଜପତ୍ର ପକାଇଲି। ଏ ଯେଉଁ ଗରମ ମସଲା ରଖିଥିଲି ସେ ଗରମ ମସଲାକୁ ମୁଁ ପକାଇଲି। ପକାଇକି ହାଲକା ଭାଜିଦେଲି। ତାପରେ ପିଆଜ ଯେଉଁ କାଟିକି ରଖିଥିଲି ସେ ପିଆଜକୁ ପକାଇଲି। ପିଆଜକୁ ଫ୍ରାଏ କରିଦେବି। ଟିକେ ଗୋଲ୍ଡେନ୍ ବ୍ରାଉନ୍ ହୋଇଗଲେ ଆମେ ସେଥିରେ ଯେଉଁ ମସଲା ବାଟିକି ରଖିଛି ପିଆଜ, ରସୁଣ, ଅଦା ଆଉ ବିଲାତି, ସେ ମସଲା ପେଷ୍ଟକୁ ମୁଁ ଏଠି ପକାଇଛି। ପକାଇ ମୁଁ ଗୋଳାଇଛି। ଭଲ ଭାବରେ କଷିଛି ମୁଁ ଏଥିରେ ମସଲାକୁ। କାହିଁକିନା ଆମେ ମସଲାକୁ ଯେତେ ଭଲ କଷିବା ସେଇ ଅନୁସାରେ ତା'ର ଚିକେନ୍ ହେଉ, ମଟନ୍ ହେଉ, କୋବି ତରକାରୀ ହେଉ, ଯେଉଁ ତରକାରୀ ହେଉ ଭଲ ମାନେ ଟେଷ୍ଟ ଲାଗିବ। ମୁଁ ଏଠି ଲୁଣ ପକାଇଛି ସ୍ୱାଦ ଅନୁସାରେ, ଧନିଆ ଗୁଣ୍ଡ, ହଳଦୀ, ଲଙ୍କାଗୁଣ୍ଡ ପକାଇ ତାକୁ ଗୋଳାଇ ଦେଇଛି। ମସଲାକୁ କଷିଛି ଯେମିତି ତେଲ ବାହାରିବା ପର୍ଯ୍ୟନ୍ତ ମସଲାକୁ ମୁଁ କଷିଛି। ଏଠି ତେଲ ବାହାରିଗଲାଣି। ମୁଁ ଏଠି ଚିକେନ୍କୁ ଯେଉଁ ମ୍ୟାରିନେଟ୍ କରି ଘଣ୍ଟେ ପର୍ଯ୍ୟନ୍ତ ରଖିଥିଲି ସେ ଚିକେନ୍କୁ ମୁଁ ଏଠି ପକାଇଛି। ଚିକେନ୍କୁ ପକାଇ କଷି ଦେଇଛି। ତାକୁ 5ରୁ 10 ମିନିଟ୍ ମୁଁ ତାକୁ କଷି ଦେଇଛି। ଚିକେନ୍ କଷିକି ତାକୁ ମୁଁ ପୁଣି ଢାଙ୍କି ଦେଇଛି କିଛି ସମୟ ପାଇଁ। କଷି ସାରିଲା ପରେ ତା'ର ପାଣିଟା ବାହାରିବ ଚିକେନ୍ରୁ। ଏଠି ଦେଖନ୍ତୁ ପୁଣି ଆଉ ଥରେ କଷିଛି ତାକୁ। ଯେତେ କଷିବେ ଚିକେନ୍କୁ ନହେଲେ ତଳୁ ଲାଗିଯିବ। ତଳୁ ଲାଗିଯିବ। ଚିକେନ୍କୁ କଷିବା, କଷିକି ତାପରେ ପୁଣି ତାକୁ ଢାଙ୍କିବେ। ଦେଖନ୍ତୁ ପାଣି ବାହାରୁଛି କେମିତି। ଚିକେନ୍ ମୋର ଢାଙ୍କି ସାରିଲା ପୁଣି କାଢ଼ିଲି। ଏଥର ମୁଁ ଚିକେନ୍ରେ କ'ଣ କଲି, 3ଟା 4ଟା ଲଙ୍କା ପକାଇଲି, ରସୁଣ କିଛି କୋଲା ପକାଇଲି। ପକାଇ ତାକୁ ପୁଣି କଷିଛି। ମୁଁ ଏଠି ଗୋଟେ ମାଇକ୍ରୋ ଓଭନ୍ରେ ମୁଁ ପାଣି କିଛି ଆମର ପାଣି ଦରକାର, ଗରମ ପାଣି। ମୋର ତ ପାଣି ବି ଅଛି, ତା ପାଣି ମରିନି। ମାଇକ୍ରୋ ଓଭନ୍ରେ ପାଣି ଗରମ କଲି। କରିକି ସେଇଥିରେ ମୁଁ ଚିକେନ୍ରେ ପାଣି ଦେବି ବୋଲି ଗରମ କଲି। ମୋ ଚ୍ୟାନେଲ୍କୁ ଲାଇକ୍ କରିବେ, ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିବେ। ଏଠି ଯେଉଁ ଇଏରେ ଏ ଡିସ୍ରେ ମୁଁ ପକାଇଲି। ପକାଇକି ଚିକେନ୍ରେ ପକାଇଲି। ତାପରେ ଆମେ ଆଉ ଟିକେ ପାଣି ଦେବା। ଦେଇକି ମସଲା ଆଉ ଚିକେନ୍ ଯେମିତି କଷି ହେଇଯାଇଥିବ, ଅଳ୍ପ ଅଳ୍ପ ଗ୍ରେଭି ବି ଥିବ। ଯେପରି ଚିକେନ୍ ମୋର ଗ୍ରେଭି ଆମର ଥିବ। ଆଉ ବାସ୍ନା ବହୁତ ବାସ୍ନା ହେଉଛି, ଫ୍ଲେଭର୍ ବହୁତ ୟାର ଭଲ ଯେଉଁ ଗରମ ମସଲାର। ମୋର ଏଇ ଚିକେନ୍ ଏଠି ହେଇଯାଇଛି। ମୁଁ ଏଠି ଦେଖାଉଛି, ଦେଖନ୍ତୁ। ଆଉ ଚିକେନ୍କୁ ମୁଁ ସେଇ ଡିସ୍ରେ କାଢ଼ୁଛି। ତାକୁ ଆଉ ଥରେ ଦେଖେଇଛି। ମୋ ଚ୍ୟାନେଲ୍କୁ ଦେଖିବେ କିପରି ଟେଷ୍ଟ ଲାଗିଲା ମୋତେ କମେଣ୍ଟରେ ଜଣାଇବେ।